ଲୋକେ ଯେତେବେଳେ ଆମ୍ଭମାନଙ୍କ ଭରସା ଏବଂ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ବିଷୟରେ ପ୍ରଶ୍ନ କରନ୍ତି, ସେତେବେଳେ ଆମ୍ଭ ଜିହ୍ବାର ବାକ୍ୟ ସେମାନଙ୍କୁ ସନ୍ତୁଷ୍ଟ କରେ କି? ପ୍ରତ୍ୟେକ ଖ୍ରୀଷ୍ଟିଆନ ନିଜର ଜିହ୍ବା, ହୃଦୟ ଓ ମନକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଆମ୍ଭର ଉତ୍ତର ନମ୍ର ଭାବରେ, ସ୍ୱଭୟରେ, ଉତ୍ତମ ବିବେକ ସହ ଏବଂ ଲବଣରେ ସ୍ୱାଦଯୁକ୍ତ ହେବା ଆବଶ୍ୟକ। ଏହା କଲସ୍ୟ 4:6 ଦେଖୁ। ଆମ୍ଭେମାନେ କିପରି ଉତ୍ତର ଦେବାକୁ ହୁଏ ତାହା ଅଭ୍ୟାସ କରୁଅଛୁ କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ, ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା, ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମ୍ଭେମାନେ ଯାହା ଶିକ୍ଷା କଲୁ, ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏ କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏ ପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି, ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଯେପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ହିଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ଆଉ ଏକ ନୂତନ ବିଷୟରେ ଅଧ୍ୟୟନ କରିବା। ତାହା ହେଲା ହିତୋପଦେଶ 18 ପର୍ବ। ଆଜିର ଅଧ୍ୟାୟରେ ଆମ୍ଭେମାନେ ଦେଖିବା ନିଜର ଅଭିଳାଷ ପୂର୍ଣ୍ଣ କରିବା ନିମନ୍ତେ ଅନ୍ୟଠାରୁ ପୃଥକ ବା ଅଲଗା ହୋଇ ରହିବା ବୁଦ୍ଧିମାନର କାମ ନୁହେଁ, କାରଣ ଏହା ଆମ୍ଭମାନଙ୍କୁ ଜଗତରେ ଭରସାହୀନ ଏବଂ ଈଶ୍ୱର ବିହୀନ କରିଥାଏ। ଆହୁରି ମଧ୍ୟ ଆମେ ଦେଖିବା ମନୁଷ୍ୟର ଉତ୍ତର କି ପ୍ରକାର ହେବା ଦରକାର ତାହା ବର୍ଣ୍ଣନା କରାଯାଇଅଛି। ହିତୋପଦେଶ 16 ପର୍ବ 23ରେ ଲେଖାଯାଏ, ଜ୍ଞାନବାନର ହୃଦୟ ଆପଣା ମୁଖକୁ ଶିକ୍ଷା ଦିଏ। ପ୍ରିୟ ଭାଇ ଭଉଣୀମାନେ, ଉତ୍ତମ ଲୋକ ଆପଣା ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ, କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ପାଉଲ ଏଫେସୀୟ 4 ପର୍ବ 29ରେ କୁହନ୍ତି, ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ନିଷ୍ଠାଜନକ ବାକ୍ୟ ଯାହା ଶ୍ରୋତାମାନଙ୍କ ପାଇଁ ହିତଜନକ ତା ନିର୍ଗତ ହେଉ। ଅନେକ ସମୟରେ ଆମ୍ଭେମାନେ ଅନ୍ୟର କଥା ଶୁଣିବାକୁ ଇଚ୍ଛା କରିନଥାଉ, କେବଳ ନିଜର ମନର କଥା କହିଥାଉ। ପରସ୍ପର ମଧ୍ୟରେ ବିବାଦ କଳି ବଢ଼ିଥାଏ। ଗର୍ବର କଥା କହିଥାଉ, ମୁଖାପେକ୍ଷା କରିଥାଉ ଏବଂ ବିଚାରରେ ଧାର୍ମିକମାନଙ୍କ ବିରୁଦ୍ଧରେ କଥା କହୁ। ତାହା ମଧ୍ୟ ବୁଦ୍ଧିମାନର କାର୍ଯ୍ୟ ନୁହେଁ। ପ୍ରିୟ ଭାଇ ଭଉଣୀମାନେ, ଏଠାରେ ଲେଖକ ସୁନ୍ଦର ଭାବରେ କହନ୍ତି, ଜୀବନ ଓ ମରଣ ଜିହ୍ବାର ଅଧୀନ ଅଟେ। ବାକ୍ୟ ଦ୍ୱାରା ଆମ୍ଭେ ନିର୍ଦ୍ଦୋଷ ନା ଦୋଷୀ, ମୂର୍ଖ ନା ଜ୍ଞାନୀ ତା ପ୍ରମାଣିତ ହେବ। ଯୀଶୁଖ୍ରୀଷ୍ଟ କହିଲେ, ମନୁଷ୍ୟ ଯେଉଁ ଅସାର କଥା କହେ ତା ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ। ଲେଖକ ମଧ୍ୟ କୁହନ୍ତି,
ए पृथ्वी लोकमाने ओ प्रतिवासी माने आंभ कथार परीक्षा करिवे। एही अध्यायर 22 पदरे लेखक ईश्वरଙ୍କ एक ऐश्वरिक अनुग्रह विषय लेखि अछंती। से कहती भार्चिया हेउछंती ईश्वरଙ୍କ अनुग्रह और उत्तम दान, कारण समस्त उत्तम दान और सिद्ध वर ऊर्ध्वरु अर्थात ज्योतिगणर पितांकठारु आसे। आसंतु ए विषय अधिक शिक्षा करने पूर्व गोटे भक्तिमूलक गीत शुणा। तृणमय स्थान रे शयन करांती, स्थिर जल पाखे पाखे कढ़ाई नियंती। तृणमय स्थान रे शयन करांती, स्थिर जल पाखे पाखे कढ़ाई नियंती। से मोर प्राण को सुस्थ करंती, धर्म पथे मते कढ़ाई नियंती। सदा प्रभु मोर प्रतिपालक, सदा प्रभु मोर प्रिय पालक। आम प्रभुंकर वाक्य मध्य को जीवा। आज आम हितोपदेशर 18 पर्वटी को अध्ययन करने निमंते जीवा। वर्तमान लक्ष्य करिवार विषय होछि जे से युवा मनुष्य जे कि ज्ञानर विद्यालय मध्य प्रवेश करिछि, से वर्तमान आगेबारे लागिछि और आमे मध्य ताहा सहित आगे चलीछु और आत्मिक सत्यगुड़िक शिक्षा करिबारे लागिछु, जहाँकि एही हितोपदेश मध्य निहित अछि। तेबे देखंतु 18 पर्वर प्रथम पदरे एही लेखा अछि, जे आपणा को पृथक करे से आपणा इष्ट चेष्टा करे और सर्वप्रकार तत्वज्ञान विरुद्धरे कंदल करे। एठारे लक्ष्य करिबार विषय होछि पृथकीकरण और यह एक भूल धरणर पृथकीकरण। प्रभु ए प्रकार पृथकीकरण विषय नहीं कहती ना। मनुष्य समाज मध्य सबुठारु बड़ पार्थक्यता हेउछि उद्धार प्राप्त और उद्धार प्राप्त होई नथिबा व्यक्ति मानक मध्य पार्थक्यता, आउ ताहा ही ईश्वर लक्ष्य करते। किंतु निजर स्वार्थ बा मंगल बा सुख चेष्टा करी पार्थक्यता सृष्टि करबा नहीं ईश्वर संतुष्ट न थांती। आमे जेपरि कार्यकु बा वर्ण बा जाति को नहीं पार्थक्यता सृष्टि करू, ईश्वर सेपरि करते ना। किंतु पवित्र बाइबल केवल उद्धार प्राप्त व्यक्ति और उद्धार प्राप्त होई नथिबा व्यक्ति मध्य पार्थक्यता रक्षा करने निमंते शिक्षा दिए। देखंतु 2 कोरिन्थियो 6 पर्वर 17 पदरे एहिपरि लेखा अछि, एणु प्रभु यह कहती, तुम्हे माने सेमानक मध्यरु बाहरी आस आउ पृथक हुओ, आउ असुचि पदार्थ स्पर्श कर नाही, पुणी आम्भे तुम्हानकु ग्रहण करिबा। ईश्वर एठारे स्पष्ट भावे जणाई दियंती जे ताहांकर लोक माने समस्त प्रकार असुचि बा मंद विषयरु पृथकीकृत जीवन यापन करने उचित। से विशेषकर प्रतिमा पूजा, अनैतिकता और कलुषित विषयरु पृथक रहिबा निमंते कहती, जहाँकि उद्धार प्राप्त होई नथिबा व्यक्ति मानक जीवन में परिलक्षित हुए। तेणु सेमानक ठारु पृथक रहिबा उचित, अर्थात सेमानकर असुचि कार्यकलापरु पृथक रहिबा नितांत आवश्यक। किंतु दुखर विषय अनेक एपरी ख्रीष्ट विश्वासी अछंती जो माने कि उद्धार प्राप्त और सेमाने पार्थक्यता रक्षा करने उपरे विशेष गुरुत्व प्रदान करती, अर्थात सेमाने विश्वासी मानक मध्य धर्मतत्व संबंधी भ्रांत मतवाद को नहीं दलभेद सृष्टि कराती और भूल धरणर पार्थक्यता रक्षा करती। सेमाने सेमानकर मन मुताबक आज्ञागुड़ी को प्रस्तुत करी सही सबको पालन करने निमित्ते चेष्टा करती, जहाँकि बाइबल संबोधित नुहे। सेमाने सही सबको अनुकरण करी अन्य विश्वासी मानक ठारू निजको पृथक रखती और सेमाने प्रभुଙ୍କ निकटरे एक विशेष लोक बोली निज निजको मने करती।
ସେମାନେ ନିଜକୁ ଅନ୍ୟମାନଙ୍କ ଅପେକ୍ଷା ଶ୍ରେଷ୍ଠ ବୋଲି ବିଚାର କରନ୍ତି। ମାତ୍ର ପ୍ରକୃତରେ ସେମାନେ ଶ୍ରେଷ୍ଠ ନୁହନ୍ତି। ସେମାନେ ନିଜର ଶାରୀରିକ ଅଭିଳାଷକୁ ଚରିତାର୍ଥ କରୁଥିବାର ସ୍ପଷ୍ଟ ପ୍ରମାଣ ମଧ୍ୟ ମିଳେ। ତେଣୁକରି ସେପରି ପୃଥକୀକରଣ ଏକ ଭୁଲ ଧରଣର ପୃଥକୀକରଣ। ମାତ୍ର ଏହି ଅଂଶରେ ଆମେ ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏକ ପୃଥକ ଦଳକୁ ଲକ୍ଷ୍ୟ କରୁଅଛୁ, ଯେଉଁମାନେ କି ନିଜର ସୁଖାଭିଳାଷ ନିମନ୍ତେ ପୃଥକୀକୃତ ଜୀବନଯାପନ କରନ୍ତି। ସେମାନେ ସମସ୍ତ ପ୍ରକାର ଜ୍ଞାନର ବିଷୟକୁ ଶୁଣିବା ନିମନ୍ତେ ନାସ୍ତି କରନ୍ତି। ଜିହୁଦା ଜଣେ ପ୍ରେରିତ ହିସାବରେ ସେମାନଙ୍କ ବିଷୟ ନେଇ ଏହିପରି କହନ୍ତି, ସେମାନେ ଦଳଭେଦ ସୃଷ୍ଟି କରନ୍ତି, ସେମାନେ ସାଂସାରିକ ମନା ଓ ଈଶ୍ୱରଙ୍କ ଆତ୍ମା ବିହୀନ। ପ୍ରକୃତରେ ସେମାନେ ସତ୍ୟରୁ ବିମୁଖ ହୋଇ ନିଜକୁ ସୁହାଇଲା ଭଳି ଆଜ୍ଞାଗୁଡ଼ିକ ପ୍ରସ୍ତୁତ କରି ତଦନୁଯାୟୀ ଏକ ଦଳ ଗଠନ କରନ୍ତି ଓ ଏହି ଜଗତରେ ଅନେକ ଦୁଃଖର କାରଣ ହୋଇଥାନ୍ତି। 18 ପର୍ବର 2 ପଦରେ ଏହିପରି ଲେଖା ଅଛି, ମୂର୍ଖ ଲୋକ ବୁଦ୍ଧିରେ ସନ୍ତୋଷ ପାଏ ନାହିଁ, କେବଳ ଆପଣା ମନର କଥା ପ୍ରକାଶ କରିବାରେ ସନ୍ତୋଷ ପାଏ। ଅନେକ ସମୟରେ ଆମେ ଏପରି କଥା କହିଦେଇଥାଉ ଯାହାକି ପର ମୁହୂର୍ତ୍ତରେ ବସି ଭାବୁ, ଯଦି ମୁଁ ଏପରି କହିବା ପୂର୍ବରୁ ଟିକିଏ ଭାବିଚିନ୍ତି କହିଥାନ୍ତି ତାହେଲେ ଏପରି ଭୁଲ କରିନଥାନ୍ତି। ମୂର୍ଖ ଲୋକ କେବଳ ଆପଣା ମନର କଥା ପ୍ରକାଶ କରିବାରେ ସନ୍ତୋଷ ପାଏ, ମାତ୍ର ସେ ବୁଦ୍ଧିର ସହିତ କଥା କହିବାରେ ସନ୍ତୋଷ ପାଏ ନାହିଁ। 18 ପର୍ବର 3 ପଦରେ ଲେଖା ଅଛି, ଦୁଷ୍ଟ ଆସିଲେ ଅବଜ୍ଞା ଆସଏ, ପୁଣି ଅପମାନ ସଙ୍ଗେ ଦୁର୍ନାମ ଆସଏ। ଏହିପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଯେଉଁଠାକୁ ଯାଆନ୍ତି ସେଠାରେ ଦୁଃଖର କାରଣ ହୁଅନ୍ତି, ମାତ୍ର ଅନ୍ୟମାନେ ଯେତେବେଳେ ଚାଲିଯାଆନ୍ତି ସେତେବେଳେ ସୁଖ ଆସେ। ଏହିପରି ଲୋକମାନେ ଅଛନ୍ତି ଯେଉଁମାନେ ଜଗତକୁ କେବଳ ଦୁଃଖ ଆଣନ୍ତି। 18 ପର୍ବର 4 ପଦରେ ଏହିପରି ଲେଖା ଅଛି, ମନୁଷ୍ୟର ମୁଖର ବାକ୍ୟ ଗଭୀର ଜଳତୁଲ୍ୟ, ପୁଣି ଜ୍ଞାନର ଉତ୍ପତ୍ତି ସ୍ଥାନ ଜଳସ୍ରୋତ ସଦୃଶ। ପ୍ରତ୍ୟେକ ସତ୍ୟ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କଠାରେ ପବିତ୍ର ଆତ୍ମାରେ ଅବଗାହିତ ହୋଇଅଛି। ସେଥିପାଇଁ ଯୋହନ 7 ପର୍ବର 37 ଓ 38 ପଦରେ ପ୍ରଭୁ ଯୀଶୁ ଏପରି କହନ୍ତି, ଶେଷ ଦିନ ଅର୍ଥାତ୍ ପର୍ବର ପ୍ରଧାନ ଦିନ ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ ତେବେ ସେ ମୋ ନିକଟକୁ ଆସି ପାନ କରୁ। ଯେ ମୋଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ। ବାସ୍ତବରେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କଠାରେ ସେହି ପବିତ୍ର ଆତ୍ମାରୂପକ ଜଳସ୍ରୋତରେ ପରିପୂର୍ଣ୍ଣ ହୋଇଥାଏ। ଏହାପରେ ଯୋହନ ତାହାଙ୍କ ସୁଷମାଚାରର 7 ପର୍ବର 39 ପଦରେ ତହିଁର ଭାବକୁ ଏହିପରି ଭାବେ ଭାଷାନ୍ତର କରନ୍ତି, ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେ ପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇନଥିବାରୁ ଆତ୍ମା ପ୍ରଦତ୍ତ ହୋଇନଥିଲେ। ଈଶ୍ୱରଙ୍କ ସନ୍ତାନମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ କଥା କହିବା ନିମନ୍ତେ ଶିକ୍ଷା କରିବା ଆବଶ୍ୟକ, କାରଣ ଈଶ୍ୱରଙ୍କ ବାକ୍ୟ ପ୍ରଚାର ନିମନ୍ତେ ଓ ଈଶ୍ୱରଙ୍କ ବିଷୟରେ ପ୍ରକାଶ କରିବା ନିମନ୍ତେ ପବିତ୍ର ଆତ୍ମାଙ୍କର ଚାଳନା ପ୍ରାପ୍ତ ହେବା ନିତାନ୍ତ ଆବଶ୍ୟକ। ଏହାପରେ ହିତୋପଦେଶ 18 ପର୍ବର 5 ପଦରେ ଏହିପରି ଲେଖା ଅଛି, ଦୁଷ୍ଟର ମୁଖାପେକ୍ଷା କରିବାର ଅବା ବିଚାରରେ ଧାର୍ମିକ ପ୍ରତି ଅନ୍ୟାୟ କରିବାର ଭଲ ନୁହେଁ। କିନ୍ତୁ ବର୍ତ୍ତମାନ ତହିଁର ବିପରୀତ ଦେଖାଯାଏ। ଲୋକେ ଧାର୍ମିକ ବ୍ୟକ୍ତିକୁ ବିପଦରେ ଠେଲିଦେବା ନିମନ୍ତେ ଓ ତାହାକୁ ଦୋଷୀ ସାବ୍ୟସ୍ତ କରିବା ନିମନ୍ତେ ଦୁଷ୍ଟମାନଙ୍କ ସହିତ ପରାମର୍ଶ କରନ୍ତି ଓ ସେମାନଙ୍କ ସହିତ ଆପୋଷ ମିଳାମିଶାର ସୂତ୍ର ଅବଲମ୍ବନ କରନ୍ତି। ଏହା ବ୍ୟକ୍ତିଗତ ଜୀବନ ପ୍ରତି, ସମାଜ ପ୍ରତି ଓ ଗୋଷ୍ଠୀ ପ୍ରତି ମଧ୍ୟ ପ୍ରଯୁଜ୍ୟ। ଆଜି ଏହା ପ୍ରତ୍ୟେକ କ୍ଷେତ୍ରରେ ପରିଲକ୍ଷିତ ହୁଏ। ତେଣୁକରି ଆଜି ଆମମାନେ ବିପଦର ତଥା ସମସ୍ୟାର ସମ୍ମୁଖୀନ ହେଉ। ବର୍ତ୍ତମାନ ଆପଣ ଦେଖିବେ ଯେ ସତ୍ୟରେ ଓ ନ୍ୟାୟରେ ଚାଲେ ତାହା ପ୍ରତି କେବଳ ବିପଦ ହିଁ ଘଟେ, ମାତ୍ର ଯେ ଅନ୍ୟାୟ ଓ ଅସତ୍ୟର ଅନୁଗାମୀ ହୁଏ ସେ ନିରାପଦରେ ରହେ। ଏହାର କାରଣ କ'ଣ ଜାଣନ୍ତି? ଏହାର କାରଣ ହେଉଛି ଲୋକେ ଅନ୍ୟାୟ ଓ ଅସତ୍ୟକୁ ସମର୍ଥନ କରନ୍ତି କେବଳ କିଛି ସ୍ୱାର୍ଥ ନିମନ୍ତେ। ମାତ୍ର ଈଶ୍ୱରଙ୍କ ବାକ୍ୟ ଆମକୁ ଏହି ଉପଦେଶ ଦିଏ, ଦୁଷ୍ଟର ମୁଖାପେକ୍ଷା କରିବାର ଅବା ବିଚାରରେ ଧାର୍ମିକ ପ୍ରତି ଅନ୍ୟାୟ କରିବାର ଭଲ ନୁହେଁ। ଯଦି କେଉଁ ବ୍ୟକ୍ତି ଏହା କରେ ତାହେଲେ ସେ ଈଶ୍ୱରଙ୍କଠାରୁ ତହିଁର ପ୍ରତିଫଳ ଭୋଗ କରିବ। ଈଶ୍ୱର ତହିଁର ବିଚାର କରିବେ। 18 ପର୍ବର 6 ପଦରୁ 8 ପଦ ମଧ୍ୟରେ ଏହିପରି ଲେଖା ଅଛି, ମୂର୍ଖର ଓଷ୍ଠ ବିବାଦରେ ପ୍ରବର୍ତ୍ତେ, ପୁଣି ତାହାର ମୁଖ ମାଡ଼ ଖାଇବାକୁ ଡାକେ। ମୂର୍ଖର ମୁଖ ତାହାର ବିନାଶର କାରଣ, ପୁଣି ତାହାର ଓଷ୍ଠ ଆପଣା ପ୍ରାଣର ଫାନ୍ଦ ସ୍ୱରୂପ। କାନେ କାନେ କହିବା ଲୋକର ବାକ୍ୟ ଅମୃତ ତୁଲ୍ୟ, ତାହା ଉଦରର ଅନ୍ତରାଳୟକୁ ଚାଲିଯାଏ।
ଏଠାରେ ପୁନର୍ବାର ଆମେ ମୂର୍ଖ ବିଷୟରେ ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରୁଅଛୁ। ଆପଣ ଜାଣିଥିବେ ଯେ ପ୍ରଭୁ ଯୀଶୁ ଆମମାନଙ୍କୁ କହିଅଛନ୍ତି ଆମେମାନେ ଯେପରି କାହାକୁ ମୂର୍ଖ ବୋଲି ନ କହୁ, କିନ୍ତୁ ସେ ଯାହା ହେଉନା କାହିଁକି ଈଶ୍ୱର କେତେକ ଲୋକଙ୍କୁ ମୂର୍ଖ ବୋଲି କହନ୍ତି, କାରଣ ସେ ସେମାନଙ୍କୁ ଜାଣନ୍ତି। ଆମେ ପୁନର୍ବାର ଲକ୍ଷ୍ୟ କରିବାକୁ ପାରୁ ଯେ ମୂର୍ଖ ସମସ୍ୟା ଉତ୍ପନ୍ନକାରୀ। ସେ ହେଉଛି ଜଣେ ଯେ କି ସଦାସର୍ବଦା ବିବାଦ ଜନ୍ମାଏ, ଅଭିଯୋଗ କରେ ଓ ଦୋଷ ତ୍ରୁଟି ଖୋଜି ବାହାର କରେ। 10 ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ନାମ ଦୃଢ଼ଗଡ଼, ଧାର୍ମିକ ଲୋକ ତହିଁକି ପଳାଇ ରକ୍ଷା ପାଏ। ଏହି ସଦାପ୍ରଭୁଙ୍କ ନାମ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ। ସେ ଯୀଶୁ ବୋଲି ନାମିତ ହୋଇଅଛନ୍ତି ଯେହେତୁ ସେ ତାହାଙ୍କର ଲୋକମାନଙ୍କୁ ସେମାନଙ୍କର ପାପରୁ ଉଦ୍ଧାର କରନ୍ତି, ଓ ସେ ମଧ୍ୟ ଖ୍ରୀଷ୍ଟ ବୋଲି ନାମିତ ହୋଇଅଛନ୍ତି ଯେହେତୁ ସେ ମଧ୍ୟ ଜଣେ ଅଭିଷିକ୍ତ। ସେ ଆମମାନଙ୍କ ଜୀବନର ଓ ପରିତ୍ରାଣର ପ୍ରଭୁ ଅଟନ୍ତି। ସଦାପ୍ରଭୁ ବା ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଦୃଢ଼ଗଡ଼। ଆପଣ ତହିଁ ମଧ୍ୟରେ ପ୍ରବେଶ କରି ସମ୍ପୂର୍ଣ୍ଣ ସୁରକ୍ଷା ପ୍ରାପ୍ତ ହେବେ। ଏହା ନିରାପଦ ତଥା ସୁରକ୍ଷାର ବିଷୟକୁ ପ୍ରକାଶ କରେ ଓ ଆମମାନଙ୍କୁ ସ୍ମରଣ କରାଇ ଦିଏ ଯେ କେହି ହେଲେ ଆମମାନଙ୍କୁ ତାହାଙ୍କ ହସ୍ତରୁ ଛଡ଼ାଇ ନେଇପାରିବେ ନାହିଁ, କେହି ହେଲେ ଆମମାନଙ୍କୁ ବିନାଶ କରିପାରିବେ ନାହିଁ। 11 ପଦରେ ଲେଖା ଅଛି, ଧନବାରର ଧନ ତାହାର ଦୃଢ଼ ନଗର, ପୁଣି ତାହାର ବୋଧରେ ଉଚ୍ଚ ପ୍ରାଚୀର ସ୍ୱରୂପ। ଭୌତିକ ଧନରେ ଧନବାନ ହେବା ଇସ୍ରାଏଲ ସନ୍ତାନଗଣ ପ୍ରତି ଈଶ୍ୱରଙ୍କର ପ୍ରତିଜ୍ଞାଗୁଡ଼ିକ ମଧ୍ୟରୁ ଏକ ପ୍ରତିଜ୍ଞାଯୁକ୍ତ ବାକ୍ୟ ଥିଲା। ମାତ୍ର ଖ୍ରୀଷ୍ଟୀୟ ମଣ୍ଡଳୀ ନିମନ୍ତେ ବା ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ସେ ଆତ୍ମିକ ଆଶୀର୍ବାଦରେ ଆଶୀର୍ବାଦଯୁକ୍ତ କରାଇବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି, ଯାହାକି ଆମେ ଏଫିସିୟ 1 ପର୍ବର 3 ପଦରେ ଲକ୍ଷ୍ୟ କରିବାକୁ ପାରୁ। ସେଠାରେ ଏହିପରି ଲେଖା ଅଛି, ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହୁଅନ୍ତୁ। ସେ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ତେଣୁ ଈଶ୍ୱରଙ୍କ ସନ୍ତାନ ଏକ ପ୍ରାଚୀର ବେଷ୍ଟିତ ନଗର ଆବଶ୍ୟକ କରେ। ସେ ଏକ ଦୃଢ଼ ଦୁର୍ଗ ମଧ୍ୟରେ ରହିବା ଆବଶ୍ୟକ। ଏହା କ'ଣ ଅଟେ? ଏହା ହେଉଛି ଈଶ୍ୱରଙ୍କ ବାକ୍ୟ ରୂପକ ଜ୍ଞାନ। ବର୍ତ୍ତମାନ ଆମେ ଏକ ଜଟିଳ ସମୟ ମଧ୍ୟରେ ବସବାସ କରୁଅଛୁ, କିନ୍ତୁ ଏହି ସମସ୍ତ ମଧ୍ୟ ଦେଇ ଆମକୁ ଏକ ଜୟଯୁକ୍ତ ଜୀବନଯାପନ କରିବାକୁ ହେବ। ଆଉ ଏଥି ନିମନ୍ତେ ଆମକୁ ଈଶ୍ୱରଙ୍କ ବାକ୍ୟରେ ଜ୍ଞାନୀ ହେବାକୁ ହେବ। ଈଶ୍ୱରଙ୍କ ବାକ୍ୟ ଅଧିକରୁ ଅଧିକ ଧ୍ୟାନ କରିବାକୁ ହେବ ଓ ଆମମାନଙ୍କୁ ସେହି ଆତ୍ମିକ ଧନରେ ଧନମାନ ହେବାକୁ ହେବ। 13 ପଦରେ ଲେଖା ଅଛି, ଯେ ଶୁଣିବା ପୂର୍ବେ ଉତ୍ତର କରେ ତାହା ତାହାର ପ୍ରତି ଅଜ୍ଞାନତା ଓ ଲଜ୍ଜା। ବାସ୍ତବରେ ଆମେ କୌଣସି କଥା କହିବା ପୂର୍ବରୁ ବା ଉତ୍ତର ଦେବା ପୂର୍ବରୁ ବା ନିଜର ମତାମତ ଦେବା ପୂର୍ବରୁ ପ୍ରଥମେ ସେହି ଲୋକ ବିଷୟରେ ବା ତାହାର ପରିସ୍ଥିତି ବିଷୟରେ ବା ତାହାର ସମସ୍ୟା ବିଷୟରେ ଭଲ ଭାବେ ଜାଣିବା ବା ଶୁଣିବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ନଚେତ୍ ସେ ଲଜ୍ଜିତ ବା ଅପମାନିତ ହେବ। ତେଣୁ କୌଣସି ବିଷୟରେ ନିଜର ମତାମତ ଦେବା ପୂର୍ବରୁ ସେହି ବିଷୟରେ ପ୍ରଥମେ ଭଲ ଭାବେ ଶୁଣିବା ହେଉଛି ବୁଦ୍ଧିମାନର ପରିଚୟ। 14 ପଦରେ ଲେଖା ଅଛି, ମନୁଷ୍ୟର ଆତ୍ମା ତାହାର ବ୍ୟଥା ସମ୍ଭାଳିପାରେ, ମାତ୍ର ଭଗ୍ନ ଆତ୍ମାକୁ କିଏ ସହିପାରେ? ଆପଣଙ୍କର ଗୋଡ଼ ଯଦି ଭାଙ୍ଗିଯାଏ ତାହା ଆପଣ ସହ୍ୟ କରିପାରିବେ ଓ ତହିଁରୁ ସୁସ୍ଥ ହୋଇପାରିବେ, କିନ୍ତୁ ଆପଣଙ୍କର ଆତ୍ମା ଯଦି ଭାଙ୍ଗି ପଡ଼େ ତାହେଲେ ଆପଣ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ନ୍ତି। ଆଉ ଏହି ଭାଙ୍ଗି ପଡ଼ିଥିବା ଆତ୍ମାକୁ କେବଳ ଈଶ୍ୱର ହିଁ ଗଢ଼ିପାରନ୍ତି ଓ ସୁସ୍ଥ କରିପାରନ୍ତି। ପ୍ରଭୁଙ୍କଠାରେ ଆନନ୍ଦ କରିବା ହେଉଛି ଆମମାନଙ୍କର ଶକ୍ତି। ଯେତେବେଳେ ଇସ୍ରାଏଲ ସନ୍ତାନଗଣ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ସେମାନଙ୍କର ଦୁର୍ବଳତାକୁ ଜାଣି ଭାଙ୍ଗି ପଡ଼ିଥିଲେ, ସେହି ସମୟରେ ନିହିମିଆ ସେମାନଙ୍କୁ ଆତ୍ମିକ ଜୀବନରେ ଶକ୍ତିଯୁକ୍ତ କରାଇବାକୁ ଯାଇ ଏହିପରି କହନ୍ତି, ଆଉ ସେ ସେମାନଙ୍କୁ କହିଲା, ଆପଣା ଆପଣା ପଥରେ ଯାଅ, ଚିକ୍କଣ ଦ୍ରବ୍ୟ ଭୋଜନ କର ଓ ସୁମିଷ୍ଟ ଦ୍ରବ୍ୟ ପାନ କର, ଓ ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇନାହିଁ ତାହା ନିକଟକୁ ଅଂଶ ପଠାଅ, କାରଣ ଆଜି ଦିନ ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମ୍ଭେମାନେ ଦୁଃଖିତ ନ ହୁଅ, ତେଣୁ ସଦାପ୍ରଭୁ ବିଷୟକ ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ। ପ୍ରିୟ ବନ୍ଧୁ, ଯେତେବେଳେ ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆପଣଙ୍କ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତି ଓ ସେ ଆପଣଙ୍କ ଜୀବନରେ ଶ୍ରେଷ୍ଠ ସ୍ଥାନ ଅଧିକାର କରନ୍ତି, ସେତେବେଳେ ଆପଣ ଆତ୍ମିକ ଜୀବନରେ ଭାଙ୍ଗି ପଡ଼ିବେ ନାହିଁ, କାରଣ ସେ ହିଁ ଆପଣଙ୍କର ବଳ। ତେଣୁ ଆପଣଙ୍କର ସମୟ, ଅର୍ଥ, ଉଦ୍ୟମ, ଚିନ୍ତାଧାରା, ଆପଣଙ୍କର ସହଭାଗିତା ପ୍ରଥମେ ତାହାଙ୍କୁ ଦିଅନ୍ତୁ। ତାହାପରେ ଦେଖନ୍ତୁ କ'ଣ ଘଟିବା ପାଇଁ ଯାଉଅଛି। ଆପଣ କେବେ ହେଲେ ଆତ୍ମିକ ଜୀବନରେ ଭାଙ୍ଗି ପଡ଼ିବେ ନାହିଁ କି ହତାଶ ହେବେ ନାହିଁ।
ଆଜି ଅନେକ ଲୋକ ନିଜ ଉପରେ ସମସ୍ତ ଭାର ଲଦି ଦେଇ ଆତ୍ମିକ ଜୀବନରେ ଭାଙ୍ଗି ପଡ଼ନ୍ତି। ଏପରିକି ସେମାନଙ୍କ ପାପର ଭାର ସେମାନଙ୍କୁ ଆତ୍ମିକ ଜୀବନରେ ଚାପି ଭାଙ୍ଗିଦିଏ। ମାତ୍ର ଯେଉଁ ମୁହୂର୍ତ୍ତରେ ସେମାନେ ତାହା ଖ୍ରୀଷ୍ଟଙ୍କ କ୍ରୁଶ ନିକଟରେ ଥୋଇ ଦିଅନ୍ତି, ସେତେବେଳେ ସେମାନେ ଆତ୍ମାରେ ଶାନ୍ତି ତଥା ବିଶ୍ରାମ ପାଆନ୍ତି। 16 ପଦରେ ଲେଖା ଅଛି, ମନୁଷ୍ୟର ଭେଟି ତାହା ପାଇଁ ପଥ ପରିଷ୍କାର କରେ, ପୁଣି ବଡ଼ ଲୋକମାନଙ୍କ ଛାମୁକୁ ତାହାକୁ ଆଣେ। ଏହି ପଦଟି ଦାନଗୁଡ଼ିକ ବିଷୟରେ ପ୍ରକାଶ କରେ। ମୁଁ ବିଶ୍ୱାସ କରେ ଯେ ଖ୍ରୀଷ୍ଟଙ୍କଠାରେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ କିଛି ନା କିଛି ଦାନପ୍ରାପ୍ତ ହୋଇଥାନ୍ତି। ଏହି ଦାନଗୁଡ଼ିକ ସେହି ପବିତ୍ର ଆତ୍ମାଙ୍କର ଦାନଗୁଡ଼ିକୁ ପ୍ରକାଶ କରେ। 21 ପଦରେ ଲେଖା ଅଛି, ମରଣ ଓ ଜୀବନ ଜିହ୍ୱାର ଅଧୀନ। ଯେଉଁମାନେ ତାକୁ ଭଲ ଜାଣନ୍ତି ସେମାନେ ତାହାର ଫଳ ଭୋଗିବେ। ଆପଣଙ୍କର ଜିହ୍ୱା ଜଣଙ୍କର ଜୀବନକୁ ରକ୍ଷା କରିପାରେ ଓ ଜଣଙ୍କର ଜୀବନକୁ ମଧ୍ୟ ବିନାଶ କରିଦେଇପାରେ। ଆପଣଙ୍କର ଜିହ୍ୱା ସୁସମାଚାର ପ୍ରଚାର ନିମନ୍ତେ ବ୍ୟବହୃତ ହୋଇପାରେ ଓ ଏହା ଜୀବନ ପ୍ରଦାନ କରେ। ଜଣେ ବ୍ୟକ୍ତିକୁ ବିନାଶର ପଥରୁ ରକ୍ଷା କରେ। ଆଉ ଏହି ଜିହ୍ୱା ମଧ୍ୟ ଲୋକମାନଙ୍କୁ ଈଶ୍ୱରଙ୍କଠାରୁ ଦୂରେଇ ନେବା ପାଇଁ ବ୍ୟବହୃତ ହୋଇପାରେ। ଏହି ଜିହ୍ୱା ଏପରି କଥା ମଧ୍ୟ କହିପାରେ ଯାହାକି ଲୋକମାନଙ୍କୁ ସତ୍ୟ ଈଶ୍ୱରଙ୍କଠାରୁ ବିମୁଖ କରାଇପାରେ, ଯାହାଫଳରେ ସେମାନେ ବିନାଶର ପଥରେ ଯାଇ ଓ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ନିଜର ଜୀବନ ପ୍ରତି ବିନାଶ ଘଟାଇଥାନ୍ତି। ଏହି କ୍ଷୁଦ୍ର ଜିହ୍ୱା ସବୁଠାରୁ ମାରାତ୍ମକ, ଯାହାକୁ ଆୟତରେ ରଖିବା ସହଜ ନୁହେଁ। 22 ପଦରେ ଲେଖା ଅଛି, ଯେଉଁ ଲୋକ ଭାର୍ଯ୍ୟା ପାଏ ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ। ବାସ୍ତବରେ ଉତ୍ତମ ସ୍ତ୍ରୀ ବା ଗୁଣବତୀ ସ୍ତ୍ରୀ ପାଇବା ଈଶ୍ୱରଙ୍କର ଅନୁଗ୍ରହର ଦାନ। ଏହା ଈଶ୍ୱରଙ୍କ ଆଡ଼ୁ ଆସିଥାଏ। କେହି ଜଣେ ଏପରି କହନ୍ତି, ସ୍ତ୍ରୀ, ଭୂମି ଓ ଗୋଧନ ଈଶ୍ୱରଙ୍କର ଦାନ। ତେଣୁ ଆମେ ଯେତେବେଳେ କୌଣସି ସ୍ତ୍ରୀ ବିଷୟ ନେଇ ପ୍ରସ୍ତାବ ବାଢ଼ୁ, ସେତେବେଳେ ଆମେ ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ତାହା କରିବା ଉଚିତ ଓ ଈଶ୍ୱରଙ୍କ ଉପରେ ନିର୍ଭର କରିବା ଉଚିତ। କାରଣ ବିବାହ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ଆଦରଣୀୟ। ଈଶ୍ୱର ହିଁ ତାହା ଆମ୍ଭମାନଙ୍କ ନିମନ୍ତେ ସ୍ଥିର କରିଥାନ୍ତି। ତେଣୁ ତାହା ଯଦି ଈଶ୍ୱରଙ୍କ ଇଚ୍ଛା ଅନୁମୋଦିତ ହୋଇଥାଏ, ତାହେଲେ ତହିଁରେ ଈଶ୍ୱରଙ୍କ ଆଶୀର୍ବାଦ ମଧ୍ୟ ବର୍ତ୍ତିଥାଏ। ଆଦମଙ୍କ ନିମନ୍ତେ ଈଶ୍ୱର ହବାଙ୍କୁ ନିରୂପଣ କଲେ। ସେ ଦେଖିଲେ ଯେ ଆଦମ ନିଜକୁ ଏକାକୀ ଅନୁଭବ କରୁଅଛନ୍ତି, ଆଉ ସେ ତଦନୁଯାୟୀ ହବାକୁ ଯୋଗାଇଲେ। ଆଉ ଠିକ୍ ସେହିପରି ସେ ପ୍ରତ୍ୟେକ ମନୁଷ୍ୟମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ସୃଷ୍ଟି କରିଅଛନ୍ତି। ତେଣୁକରି ଯେଉଁ ମନୁଷ୍ୟ ଈଶ୍ୱରଙ୍କ ଉପରେ ନିର୍ଭର କରେ, ସେ ତାହାଙ୍କର ଇଚ୍ଛା ଅନୁଯାୟୀ ଜଣେ ଉତ୍ତମ ସ୍ତ୍ରୀ ବା ଗୁଣବତୀ ସ୍ତ୍ରୀ ପାଇଥାଏ। ତେଣୁ ଆମମାନେ ଯଦି ଉତ୍ତମ ସ୍ତ୍ରୀ ବା ଗୁଣବତୀ ସ୍ତ୍ରୀ ପାଇବା ନିମନ୍ତେ ଚାହୁଁ, ତାହେଲେ ଆମମାନେ ନିଜ ଇଚ୍ଛାରେ କାର୍ଯ୍ୟ ନ କରି ଈଶ୍ୱରଙ୍କ ଉପରେ ନିର୍ଭର କରି ତାହାଙ୍କର ଇଚ୍ଛା ଲୋଡ଼ି ଯଦି କାର୍ଯ୍ୟ କରୁ, ତାହେଲେ ଆମେ ନିଶ୍ଚିତ ଭାବରେ ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ଗୁଣବତୀ ସ୍ତ୍ରୀ ପାଇପାରିବା। 24 ପଦରେ ଲେଖା ଅଛି, ଯେ ଅନେକ ମିତ୍ର କରେ ସେ ଆପଣା ବିନାଶ ନିମନ୍ତେ ତାହା କରେ, ମାତ୍ର ଜଣେ ପ୍ରେମକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି। ଦେଖନ୍ତୁ, ଏଠାରେ ଲେଖା ଅଛି, ମାତ୍ର ଜଣେ ପ୍ରେମକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି। ତେବେ ସେ କିଏ ଜାଣନ୍ତି? ସେ ହେଉଛନ୍ତି ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ। ଓ ସେ ମଧ୍ୟ କହନ୍ତି, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି ତାହା ଯଦି ପାଳନ କର, ତାହେଲେ ତୁମ୍ଭେମାନେ ମୋର ପ୍ରକୃତ ବନ୍ଧୁ। ପ୍ରିୟ ବନ୍ଧୁ, ଆପଣ ଯଦି ତାହାଙ୍କର ଆଜ୍ଞା ସବୁ ପାଳନ କରନ୍ତି, ତାହେଲେ ଆପଣ ତାହାଙ୍କର ବନ୍ଧୁ ହୁଅନ୍ତି ଓ ସେ ଆପଣଙ୍କ ସହିତ ସଦାସର୍ବଦା ରୁହନ୍ତି। ମାତ୍ର ଆପଣ ଯଦି ତାହାଙ୍କର ଆଜ୍ଞା ପାଳନ କରନ୍ତି ନାହିଁ, ତାହେଲେ ଆପଣ ତାହାଙ୍କର ବନ୍ଧୁ ହୋଇପାରିବେ ନାହିଁ। ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କର ଉଦ୍ଧାରକର୍ତ୍ତା। ସେ ଆମମାନଙ୍କ ସହିତ ପ୍ରତି ଅବସ୍ଥାରେ ଥାଆନ୍ତି। ମାତ୍ର ଦୁଃଖର ବିଷୟ, ଆମେ ଏହି ଜଗତରେ ଅନେକ ମିତ୍ର ଲାଭ କରୁ, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମିତ୍ର କରୁନା କି ତାହାଙ୍କ ସହ ବନ୍ଧୁତା ସ୍ଥାପନ କରୁନା। ମାତ୍ର ସେ ହେଉଛନ୍ତି ପ୍ରକୃତ ବନ୍ଧୁ, ଯେ କି ଆମମାନଙ୍କୁ ବିପଦରେ ଛାଡ଼ି ଦିଅନ୍ତି ନାହିଁ, କି ଅଭାବରେ ଦୂରେଇ ଯାଆନ୍ତି ନାହିଁ, କି ସମସ୍ୟାରେ ଠେଲି ଦିଅନ୍ତି ନାହିଁ। ମାତ୍ର ଆମମାନଙ୍କର ପାଖେ ପାଖେ ରହି ସବୁ ଅବସ୍ଥାରେ ଆମମାନଙ୍କୁ ସାହାଯ୍ୟ କରିଥାନ୍ତି। କାରଣ ସେ ଆମମାନଙ୍କ ନିମନ୍ତେ ଆପଣାର ପ୍ରାଣ ଦେଇଅଛନ୍ତି, ଜୀବନ ଦେଇଅଛନ୍ତି, ଆପଣାର ପବିତ୍ର ରକ୍ତ ଦେଇଅଛନ୍ତି। ଆଉ ସେ ନିଜେ କହନ୍ତି, ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ସେ ଆହୁରି ମଧ୍ୟ କହନ୍ତି,
आमे तुमको केबे ही छाड़िबा नाही, आमे तुमको केबे ही परित्याग करिबा नाही, जाकि एब्री 13 पर्वर 5 पदे लिखा अछि। एपरिकी से मृत्युरे मध्य आममानकर सहवर्ती हुअन्ति, कारण से आममानको सेही मृत्यु मध्य देई अनंत राज्य प्रवेश करान्ति। से आममानको मृत्यु उपरे जय प्रदान करान्ति, कारण से निजे मृत्यु को जय करिअछन्ति। प्रिय बंधु, एपरी बंधु आमे एई जगत रे ताहाको व्यतीत आउ काहाको पाई परिबा कि? केही आममानकर ए प्रकार परम बंधु होई परिबे नाही। से आममानकर भाई अपेक्षा मध्य अधिक लागि रहन्ति। तेणु आसु जे कि आममानक संगे संगे अछन्ति, आमे ताहाको आममानकर संगे संगे नै एई जगत रे जीवन यापन करिया पई चेष्टा करू, ताहाले आमाने प्रभुଙ୍କଠାରୁ आशीर्वाद पाइबा संगे संगे एई जगत रे एक सुखकर और शांतिकर जीवन यापन करने निमंते समर्थ हो पारिबा। प्रभु प्रत्येकଙ୍କୁ एई संक्षिप्त आलोचना मध्य दे आशीर्वाद करंतु। प्रिय भाई भौणी माने, मोर विश्वास आज अध्ययनटी आपण मानकु भल लागिथिबो और आपण माने आत्मिक जीवन रे उपकृत होइथिबे। आज आम्भे माने शिक्षा कलु आम्भ मुखर कथा, कार्य एवं कार्य करिबा पछरे प्रकृत मनोभाव कौन ता अग्नि रे परीक्षित हेबो। तेणु निज मुख को जत्न रे व्यवहार करू और निजकू अन्य मानक ठारू अलगा न करू। सबु विषयर समय अछि, नीरव रहिबार समय और कथा कहिबार समय, आलिंगन बा मिसिबार समय और आलिंगनरू निर्वृत्त हेबार समय, अज्ञानीर मन समय और विचार जाने। आजिर आम्भे माने कौन मनोनीत करिबा, मरण ना जीवन? आसु जीवन को बाछिबा एवं सदाप्रभुଙ୍କ नाम जहाँकि आम्भर दृढ़ दुर्ग सेठाकू पलाई रक्षा पाओ। आज तो आम समय शेष हेलाणी। फोन माध्यम और यही कार्यक्रम माध्यम आम सहित जोड़ी होई रुहंतु। आपणक ठारू विदाय नेबा पूर्वरु आसंतु प्रार्थना करिबा। हे प्रेमिक अत्यंत दयालु प्रभु, तुमे आमानकु केते प्रेम करियछ, केते अनुग्रह करियछ। पुनर्बार ए कार्यक्रम द्वारा प्रभु तुमे प्रभु आमानकु शिक्षा देयछ, जे भली भावरे प्रभु निज जिह्वा को नियंत्रण करिबो। हाँ प्रभु, आमे मानविक प्रभु केते बेले काहाकू कौन कहिदो, किंतु प्रभु जे भली भावे निज जिह्वा को नियंत्रण करि पारिबो, तुमे सेही परी सहाय्य कर। हाँ प्रभु, जेते बेले प्रभु मनुष्य को चिंता करे, किंतु तुमे प्रभु कहि थाओ प्रभु अन्य मानंकु प्रभु प्रेम करिबाकू, जे भली भावे परस्पर आमने प्रेम करि पारू। हाँ प्रभु, सेही भली भावरे प्रत्येक जनकु तुमे सहाय्य कर, प्रत्येक जनकु तुमे आशीर्वाद कर। तुमे प्रार्थना को सुनिअछ एवं उत्तर को देयछ बोली विश्वास करी प्रभु जीशु ख्रीष्टଙ୍କ नामरे मागुअछि, आमेन। बहुत बहुत धन्यवाद। प्रभु आपण मानंकु आशीर्वाद करंतु। परवर्ती कार्यक्रम रे पुणी आपणଙ୍କ सहित साक्षात हेबो। रहिली, नमस्कार। गत प्रश्नर उत्तरटी हेला ए उत्तम औषध। आजिर प्रश्नटी हेला हितोपदेश 18:21 पद अनुजाई मरण और जीवन काहार अधीन अटे? ए डाक्तर, बी मनुष्य, सी जिह्वा, डी व्यवस्था। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାইବାକୁ অনুরোধ। जदि आपको आम कार्यक्रम भल लगुच तेबे 044490812996 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले कोरापुटरू जेमसन छिंचाणी और परिवार।